ଯେତେ ବି ଚାଷୀ ଭାଇ ଭଉଣୀମାନେ ଏ ଭିଡ଼ିଓଟିକୁ ଦେଖୁଛନ୍ତି ସମସ୍ତଙ୍କୁ ମୋର ନମସ୍କାର। ସିଏମ୍ କିଷାନ ଯୋଜନାର ଆପଣମାନେ ପରବର୍ତ୍ତୀ କିସ୍ତି ଟଙ୍କା କେବେ ପାଇବା ପାଇଁ ଯାଉଛନ୍ତି ସେ ନେଇ ବଡ଼ ଅପଡେଟ୍ ବର୍ତ୍ତମାନ ସାମ୍ନାକୁ ଆସିଛି। ସିଏମ୍ କିଷାନ ଟଙ୍କା କେବେ ମିଳିବ, କାହାକୁ ମିଳିବ, ସିଏମ୍ କିଷାନ ଯୋଜନାର କେଉଁ ଚାଷୀ ଭାଇ ଭଉଣୀମାନଙ୍କର ନାମ କଟିଯିବ, KYC କରିନଥିଲେ ଆପଣମାନଙ୍କର ଅସୁବିଧା ହେବ କ'ଣ, ଆପଣମାନେ KYC ଆପଣଙ୍କ ମୋବାଇଲ ମାଧ୍ୟମରେ କେମିତି କରିବେ, ସିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା ନ ମିଳିଲେ ଆପଣମାନେ କ'ଣ କରିବେ, ସମ୍ପୂର୍ଣ୍ଣ ତଥ୍ୟ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ବିସ୍ତାର ରୂପେ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଚ୍ୟାନେଲରେ ପ୍ରଥମ କରି ଯଦି ଆପଣମାନେ ଭିଡ଼ିଓଟିକୁ ଦେଖୁଛନ୍ତି ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ, ନୋଟିଫିକେସନ୍ ବଟନ୍ଟିକୁ ଆପଣମାନେ କ୍ଲିକ୍ କରିକି ରଖନ୍ତୁ। ଯେତେବେଳେ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ଗୁଡ଼ିକ ଆସିବ ଆପଣମାନେ ସର୍ବେ ପ୍ରଥମେ ପାଇପାରିବେ। ଆପଣ ସମସ୍ତେ ଜାଣିଥିବେ ସିଏମ୍ କିଷାନ ଯୋଜନା ହେଉଛି ଓଡ଼ିଶା ସରକାରଙ୍କ ଦ୍ୱାରା କୃଷକମାନଙ୍କ ପାଇଁ ଏକ କଲ୍ୟାଣକାରୀ ଯୋଜନା। ଏହି ଯୋଜନା ମାଧ୍ୟମରେ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ ଭାଇ ଭଉଣୀମାନେ ଉପକୃତ ହୁଅନ୍ତି। ଏହି ଯୋଜନା ମାଧ୍ୟମରେ ଓଡ଼ିଶାର ଛୋଟ ଓ ସୀମାନ୍ତ ଚାଷୀମାନେ ଆର୍ଥିକ ସହାୟତା ପାଉଛନ୍ତି। ବର୍ଷରେ 2ଟି କିସ୍ତି ମାଧ୍ୟମରେ ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା ଆସିଥାଏ। ଏହି ଯୋଜନାରେ କ୍ଷୁଦ୍ର ନାମମାତ୍ରା ଚାଷୀ, ସୀମାନ୍ତ ଚାଷୀ ଆଉ ଯେଉଁମାନେ ଭୂମିହୀନ ଚାଷୀ ରହିଛନ୍ତି ସେମାନଙ୍କୁ ଆର୍ଥିକ ଭାବରେ କେମିତି ସଶକ୍ତ କରାଯାଇପାରିବ, ସେମାନେ କେମିତି ବିକାଶ ଦିଗରେ ଗତି କରିପାରିବେ, ଭଲ ଚାଷବାସ କେମିତି କରିପାରିବେ, ସେଥିପାଇଁ ସରକାର ସିଏମ୍ କିଷାନ ଯୋଜନା 2024-2025 ଆର୍ଥିକ ବର୍ଷରେ ଏହି ଯୋଜନାଟିକୁ କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ରାଜ୍ୟର 93% କ୍ଷୁଦ୍ର ଭୂମିହୀନ ଚାଷୀଙ୍କୁ ସାମିଲ କରିବା ପାଇଁ ବିଶେଷ ଭାବରେ ରାଜ୍ୟ ସରକାରଙ୍କ ତରଫରୁ ଧ୍ୟାନ ଦିଆଯାଇଛି। ଏହି ଯୋଜନାରେ ଓଡ଼ିଶାର ଚାଷୀ ଭାଇ ଭଉଣୀମାନଙ୍କୁ ବାର୍ଷିକ 4,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରନ୍ତି। ଏହି ଯୋଜନାରେ ଅନେକ ଚାଷୀମାନେ ଉପକୃତ ହେବା ସହିତ ସେମାନଙ୍କର ଆର୍ଥିକ ସପୋର୍ଟ ମଧ୍ୟ ହୋଇଥାଏ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା 42,67,582 ଜଣ ଚାଷୀମାନଙ୍କୁ ଆର୍ଥିକ ରୂପେ ସଶକ୍ତ କରିଛନ୍ତି ରାଜ୍ୟ ସରକାର। ଏବେ ଓଡ଼ିଶାର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କର ଗୋଟିଏ ହିଁ ପ୍ରଶ୍ନ ରହିଛି, ସିଏମ୍ କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା କେବେ ମିଳିବ? ଏହାକୁ ନେଇ ସୋସିଆଲ ମିଡ଼ିଆରେ ଜୋରଦାର ଚର୍ଚ୍ଚା ଧରିଛି। କାରଣ ପିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା ହିତାଧିକାରୀମାନେ ପାଇସାରିଛନ୍ତି। ଖୁବ୍ ଶୀଘ୍ର ସିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା ପାଇବା ପାଇଁ ଯାଉଛନ୍ତି ସିଏମ୍ କିଷାନ ଯୋଜନାର ହିତାଧିକାରୀମାନେ, ଯାହାକି ସିଏମ୍ କିଷାନ ଯୋଜନାର କିସ୍ତି ଟଙ୍କାକୁ ନେଇ ବଡ଼ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ଆପଣମାନେ ମଧ୍ୟ ସୋସିଆଲ ମିଡ଼ିଆରେ ସିଏମ୍ କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା କେବେ ମିଳିବ ସେଇ ତାରିଖକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ଚାଲିଛି। କିଏ ଆପଣମାନଙ୍କୁ ଜଣାଉଛି ଜୁନ୍ ମାସରେ ମିଳିବ, ଜୁଲାଇ ମାସରେ ମିଳିବ, ପରଦିନ ମିଳିବ, 20 ତାରିଖରେ ମିଳିବ, 25 ତାରିଖରେ ମିଳିବ, ଏମିତି ଆପଣମାନଙ୍କୁ ସୋସିଆଲ ମିଡ଼ିଆରେ ଜଣାଉଛନ୍ତି। ପ୍ରକୃତରେ ସିଏମ୍ କିଷାନ ଯୋଜନାରେ ପରବର୍ତ୍ତୀ କିସ୍ତି ଟଙ୍କା ଆପଣମାନଙ୍କୁ କେବେ ମିଳିବ, ଏହାର ସତ୍ୟତା କ'ଣ ରହିଛି, କେବେ ଆପଣମାନଙ୍କୁ ସିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା ମିଳିବ, ଏହାକୁ ନେଇ ସରକାରଙ୍କ ତରଫରୁ କ'ଣ ଅଫିସିଆଲି ଡିକ୍ଲାର କରାଯାଇଛି? ତ ଆପଣଙ୍କର ବି ପ୍ରଶ୍ନ ରହିଥିବ। ସର୍ବପ୍ରଥମେ ମୁଁ ଆପଣମାନଙ୍କୁ ଜଣାଇ ଦେବା ପାଇଁ ଚାହିଁବି ଯେ ସିଏମ୍ କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ଆପଣମାନଙ୍କୁ କେବେ ମିଳିବ, ଏହାକୁ ନେଇ ରାଜ୍ୟ ସରକାରଙ୍କ ତରଫରୁ କୌଣସି ଅଫିସିଆଲି ନୋଟିସ୍ ଜାରି କରାଯାଏ ନାହିଁ। ତ ଏହା ପାଇଁ ନିର୍ଦ୍ଦିଷ୍ଟ ତାରିଖ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଏ ନାହିଁ। ତ ଅନିଶ୍ଚିତତା ଦୃଷ୍ଟିରୁ ଯାହା ଅନୁମାନିକ ଭାବରେ ଗଣମାଧ୍ୟମ ରିପୋର୍ଟରେ ଆପଣମାନଙ୍କୁ ତଥ୍ୟ ଗୁଡ଼ିକ ପ୍ରଦାନ କରାଯାଇଥାଏ। ହୁଏତ ଆପଣମାନଙ୍କୁ ଜୁଲାଇର 16 ତାରିଖରେ ରଥଯାତ୍ରା ଉପଲକ୍ଷେ ସିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା ମିଳିବ ବୋଲି ସୋସିଆଲ ମିଡ଼ିଆରେ ଜୋରଦାର ଚର୍ଚ୍ଚା ଧରିଥିଲା। କିନ୍ତୁ ମୁଁ ଆପଣମାନଙ୍କୁ କହି ରଖିବି, ସିଏମ୍ କିଷାନ ଯୋଜନାର ଯେଉଁ କିସ୍ତି ଟଙ୍କା ଚାଷୀ ଭାଇ ଭଉଣୀମାନଙ୍କୁ ମିଳିଥାଏ ରାଜ୍ୟ ସରକାରଙ୍କ ତରଫରୁ, ସେ କିସ୍ତି ଟଙ୍କା ଆସିବାର 15 ଦିନ ପୂର୍ବରୁ ଅଫିସିଆଲି ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଥାଏ। କିନ୍ତୁ ସିଏମ୍ କିଷାନ ଯୋଜନାର ଯେଉଁ 2ଟି କିସ୍ତି ଆପଣମାନଙ୍କୁ ବର୍ଷକୁ ମିଳିଥାଏ ବାର୍ଷିକ 4,000 ଟଙ୍କା, ତ ସେଇ 2ଟି କିସ୍ତିର ତାରିଖ ମଧ୍ୟ ସରକାରଙ୍କ ତରଫରୁ ଫିକ୍ସ ମଧ୍ୟ କରାଯାଇଛି। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପରବର୍ତ୍ତୀ କିସ୍ତି ଟଙ୍କା
କେଉଁ ଚାଷୀମାନେ ପାଇବେ, କେଉଁ ଚାଷୀମାନଙ୍କର ନାମ ଏହି ସିଏମ୍ କିଷାନ ଯୋଜନାରୁ କଟିଯିବ। ପ୍ରଥମେ ତ ମୁଁ ଆପଣମାନଙ୍କୁ ଜଣାଇଦେବା ପାଇଁ ଚାହିଁବି ଯେ ସିଏମ୍ କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ଓଡ଼ିଶାର କେଉଁ ଚାଷୀ ଭାଇ ଭଉଣୀମାନେ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ଯେଉଁମାନଙ୍କର ଆଧାର ତଥ୍ୟ ଗୁଡ଼ିକ ଠିକ୍ ରହିଛି, ତା ସହିତ ଆପଣମାନଙ୍କର ବ୍ୟାଙ୍କ ଆକାଉଣ୍ଟଟି ସକ୍ରିୟ ରହିଛି ଏବଂ ଯେଉଁ ଚାଷୀ ଭାଇ ଭଉଣୀମାନେ EKYC ସମ୍ପୂର୍ଣ୍ଣ କରିଛନ୍ତି, ତ ସେମାନେ ପରବର୍ତ୍ତୀ କିସ୍ତି ଟଙ୍କା ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ଦେଖନ୍ତୁ, ବର୍ତ୍ତମାନ ସରକାରଙ୍କ ତରଫରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଆସିଛି ଯେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଯଦି ଆପଣମାନଙ୍କର ଆଧାର ତଥ୍ୟ ଏବଂ EKYC ଆପଣମାନେ ସମ୍ପୂର୍ଣ୍ଣ କରୁଛନ୍ତି, ଅଲଗା ତଥ୍ୟ ଗୁଡ଼ିକ ଯଦି ଅଲଗା କିଛି ଆପଣମାନଙ୍କର ଅସୁବିଧା ହୁଏ ସେଗୁଡ଼ିକ ଆପଣମାନେ ଠିକ୍ କରିପାରିବେ। କିନ୍ତୁ ଆପଣମାନଙ୍କର ଆଧାରର ଯେଉଁ ତଥ୍ୟ ଗୁଡ଼ିକ ଏବଂ EKYC ଏଇଟା ସରକାରଙ୍କ ତରଫରୁ ପ୍ରତ୍ୟେକ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ଓଡ଼ିଶାର ଯେଉଁ ଚାଷୀ ଭାଇ ଭଉଣୀମାନେ ରହିଛନ୍ତି ସେମାନେ ଯୋଗ୍ୟ କି ଅଯୋଗ୍ୟ ତାହା ସରକାର ଜାଣିପାରନ୍ତି। ତ ସେଥିପାଇଁ ଏଇଟା ଆପଣମାନଙ୍କର ବାଧ୍ୟତାମୂଳକ ରହିଛି। ଏ କାର୍ଯ୍ୟ ଆପଣମାନଙ୍କୁ ନିଶ୍ଚୟ କରିବାର ଅଛି। ତ ଆପଣମାନେ ଏହି କାର୍ଯ୍ୟ ଗୁଡ଼ିକ କିସ୍ତି ଆସିବାର କେତେ ଦିନ ପୂର୍ବରୁ ଆପଣମାନେ କରିବେ, ଏଇଟା ହେଲା ସବୁଠୁ ବଡ଼ କଥା। ତ ଆପଣମାନେ ଏହି କାର୍ଯ୍ୟ ଗୁଡ଼ିକ କିସ୍ତି ଆସିବାର ଠିକ୍ 15 କି 16 ଦିନ ପୂର୍ବରୁ ଆପଣମାନେ କରିବାର ଅଛି। ଯଦି ଆପଣମାନେ 15 କି 16 ଦିନ ପୂର୍ବରୁ ଯଦି ଆପଣମାନେ କରୁନାହାନ୍ତି ତାହେଲେ ଆପଣମାନେ କିସ୍ତି ଆସିବାର 4-5 ଦିନ ଭିତରେ ଯଦି କରିଦେବେ ତାହେଲେ ଆପଣମାନଙ୍କର ତଥ୍ୟ ଗୁଡ଼ିକ ଠିକ୍ ଭାବରେ ଅପଡ଼େଟ୍ ହେବ ନାହିଁ, ଆପଣମାନେ କିସ୍ତି ଟଙ୍କା ପାଇପାରିବେ ନାହିଁ। ଯାହା ଅଫିସିଆଲି ୱାର୍କିଂ ଡେଜ୍ ରହିଛି ସେଇ ୱାର୍କିଂ ଡେଜ୍ ପୂର୍ବରୁ ଆପଣମାନଙ୍କୁ କରିବାର ଅଛି, ଯାହାଫଳରେ ଆପଣମାନଙ୍କର ତଥ୍ୟ ଗୁଡ଼ିକ ଅପଡ଼େଟ୍ ହୋଇପାରିବ। ଯଦି ଅସୁବିଧା ହେଇଥିବ ତାହେଲେ ଆପଣମାନଙ୍କର ସେ ଅସୁବିଧା ଗୁଡ଼ିକ ଠିକ୍ ହେଇଯିବ। ଠିକ୍ ହେଲା ପରେ ଆପଣମାନଙ୍କର ବାକି କିସ୍ତି ପରବର୍ତ୍ତୀ କିସ୍ତି ଟଙ୍କା ଆପଣମାନେ ମିଶିକରି ପାଇପାରିବେ। ଦେଖନ୍ତୁ, ଆପଣମାନେ ଯେକୌଣସି ଯୋଜନାରେ ସାମିଲ ହୁଅନ୍ତୁ ନା କାହିଁକି, ସିଏମ୍ କିଷାନ ଯୋଜନାରେ ସାମିଲ ହୁଅନ୍ତୁ କିମ୍ବା PM କିଷାନ ଯୋଜନାରେ ସାମିଲ ହୁଅନ୍ତୁ କିମ୍ବା ଆପଣମାନଙ୍କର ପରିବାରର କୌଣସି ସଦସ୍ୟ ସୁଭଦ୍ରା ଯୋଜନାରେ ସାମିଲ ହୁଅନ୍ତୁ କି ଆପଣମାନଙ୍କର ପରିବାରର କୌଣସି ସଦସ୍ୟ ଭତ୍ତା ଯୋଜନାରେ ସାମିଲ ମଧ୍ୟ ହୁଅନ୍ତୁ, ତ ଏହି ଦୁଇଟି କାର୍ଯ୍ୟ ସରକାରଙ୍କ ତରଫରୁ ବାଧ୍ୟତାମୂଳକ କରାଯାଇଛି। ପ୍ରତ୍ୟେକ ହିତାଧିକାରୀ ମାନେ କରିବେ। ଆପଣମାନଙ୍କର ଆଧାରର ଯେଉଁ ତଥ୍ୟ ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଠିକ୍ ଠାକ୍ ରହିବା ଦରକାର। ତା ସହିତ ଆପଣ EKYC ମଧ୍ୟ ସମ୍ପୂର୍ଣ୍ଣ କରିବାର ଆବଶ୍ୟକତା ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯଦି ଆପଣମାନଙ୍କର ଆଧାର କାର୍ଡ଼ଟି ଆକ୍ଟିଭ୍ ଅଛି, ଆପଣମାନଙ୍କର ଆଧାର କାର୍ଡ଼ଟି ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ ରହିଛି, ବ୍ୟାଙ୍କ ଆକାଉଣ୍ଟଟି ଆପଣମାନଙ୍କର ଆକ୍ଟିଭ୍ ଅଛି, ତାହେଲେ ସୁନିଶ୍ଚିତ ଆପଣମାନଙ୍କୁ କିସ୍ତି ଟଙ୍କା ମିଳିବ।